जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्ब प्रणाम करे आज हमर एस्ट्रो सेशन को आगु बढ़ेबा एस्ट्रो सेशन क्रम रे आज हम पढ़े गोटे इनसाइड वीडियो अबाउट एट्थ हाउस। एट्थ हाउस कौन? एट्थ हाउस को कहा जाए द हाउस ऑफ मिस्ट्री, हाउस ऑफ डेथ, हाउस ऑफ ओकल्ट तंत्र, द मोस्ट डेंजरस हाउस। एट्थ हाउस, एट्थ हाउस रे जो प्लैनेट जाए से प्लैनेट को हिडन करी रखिया दरकार, आको प्रकटित करिया कथा। बट मु से विषय नहीं जे कौन हम कौन नहीं, मो मन गोटे भाव आसला एटाକୁ से रेकर्ड करने से रेकर्ड करूँ। जदि दशा लग्न टेक्निक देखिबा से टेक्निक हिसाब से एटा आपण को बही रे पाइबेनी। मु जस्ट मोर इनसाइड पढ़ी पूर्व पुण्य भाव आमे देखू फिफ्थ हाउस, एट्थ हाउस होची फिफ्थ हाउस रो फोर्थ हाउस। ताले आमे तो कोन बुझिबा? आमे तो एया बुझिबा जे पूर्व पुण्य भावर फलित हबा, पूर्व पुण्यटा एक्चुअली रहे कोठी, पूर्व पुण्यर घर कोठी? पूर्व पुण्य रहे एट्थ हाउस रे। ताले खाली कोन पूर्व पुण्य रहे? नो, पूर्व जन्मर कर्मफल सबुतिके संचित होई थाए एट्थ हाउस विषय। एट्थ हाउस भितर पूर्व जन्मर सब कर्मफल संचित होई थाए ଏବଂ ଏଭଳି ଭାବରେ ଥାଏ, ଏଭଳି ଭାବରେ ରେଜଲ୍ଟ ଦିଏ ଯୋଉଟା କି ଅଲ୍ ଅଫ୍ ଏ ସଡନ୍ ହୁଏ। କେତେ ଲୋକଙ୍କର ଦେଖିବ ଅଲ୍ ଅଫ୍ ଏ ସଡନ୍ ଡାଉନଫଲ୍ ହୁଏ, କେତେ ଲୋକଙ୍କର ଦେଖିବ ଅଲ୍ ଅଫ୍ ଏ ସଡନ୍ ସେମାନେ ରାଇଜ କରି ଯାଆନ୍ତି। ଦ୍ୟାଟ୍ ଇଜ ବିକଜ ଅଫ ଏଟ୍ଥ ହାଉସ। ଆଉ ଏଟ୍ଥ ହାଉସ ରେ ବିନା ପୀଡାରେ ତମେ କୌଣସି ଜିନିଷ ପ୍ରାପ୍ତ କରିପାରିବ ନାହିଁ। ଏଟ୍ଥ ହାଉସ ର ଗୋଟେ ବହୁତ ଭୟଙ୍କର rule। ଆଇଦର ତମକୁ ସିକ୍ରେଟିଭ ହବାକୁ ହବ, ଆଇଦର ତମକୁ ହାର୍ଡ ମେହନତ କରିବାକୁ ହବ, ଆଇଦର ତମକୁ ରିସର୍ଚ୍ଚ କରିବାକୁ ହବ, ଆଇଦର ତମକୁ ସେୟାର ରିସୋର୍सेस यूज କରିବାକୁ ହବ। ଏଟ୍ଥ ହାଉସ ସେମିତି ନହେଲେ ଫ୍ରିଲି କିଛି କୌଣସି ଜିନିଷ ଦେଇଦିଏ, ଆପଣଙ୍କୁ ପୀଡା ଭୋଗ କରିବାକୁ ପଡିବ। ଆପଣ ଯଦି ଗୋଟେ ଜିନିଷକୁ ଭେରିଫାଏ କରିବେ, ଆମର ମହାନ କଳାକାର ଅଛନ୍ତି ଅମିତାଭ ବଚ୍ଚନ, ତାଙ୍କ କୁଣ୍ଡଲି ଦେଖିବେ ଏଟ୍ଥ ହାଉସରେ 4ଟା ପ୍ଲାନେଟ ଅଛନ୍ତି। ତାଙ୍କ ସହିତ କେମିତି ପୀଡାର ଅସୁବିଧା ହେଲା, ବଟ ତାପରେ ସେ ଆଜି ପର୍ଯ୍ୟନ୍ତ ମେଣ୍ଟେନ କରିକି ରଖିଛନ୍ତି ତାର ଡିଗ୍ରୀ, ତାଙ୍କର ଡିଗ୍ନିଟି। ମୋର କହିବାର ତାତ୍ପର୍ଯ୍ୟ ହେଲା ଏଇଟ୍ ହାଉସ ଯେତେବେଳେ ଦେବା ପାଇଁ ଆସେ ସେତେବେଳେ ସେ ଲଙ୍ଗ ଟର୍ମ ଦିଏ। ମାନେ ସେ କିଛି ମାନେ ଦିନ ପାଇଁ ଦେଲା, ଦି ଦିନରୁ ପଳେଇଲା, ସେ ସବୁ ଜିନିଷ ପାଇଁ ନାହିଁ। ତେଣୁ ଅନଲିମିଟେड। ଏଇଟ୍ ହାଉସ ବାଲା ଯୋଉମାନେ ଥାଆନ୍ତି, ଯୋଉମାନେ ଏଇଟ୍ ହାଉସ ଡୋମିନେଟେଡ ପର୍ସନାଲିଟି ଥାଆନ୍ତି, ତାଙ୍କୁ ସିକ୍ରେଟିଭ ରହିବା ଦରକାର। ତାଙ୍କୁ ଧର୍ମକୁ ମାନିକି ଚାଲିବା ଦରକାର। ତାଙ୍କ ସହିତ କୌଣସି ବି ସିଚୁଏସନ ଆସିଯାଉ ସେମାନେ ଧର୍ମକୁ ମାନିକି ଚାଲିବା ଦରକାର। ଧର୍ମୋଚିତ କର୍ମ ସଦା ସର୍ବଦା କରିବା ଦରକାର, ନହେଲେ ତାଙ୍କ ଜୀବନରେ ପ୍ରୋବ୍ଲେମ ଆସେ। କାହିଁକି? କାହିଁକି ଆପଣଙ୍କର ପୂର୍ବ ଜନ୍ମର କର୍ମଫଳ ଏଟ୍ଥ ହାଉସ ରେ ଷ୍ଟୋର ହୁଏ। ଆପଣ ଯାହା ବି କରୁଛନ୍ତି ପୂର୍ବ ଜନ୍ମର ସେଟା ଫିଫ୍ଥ ହାଉସ ରେ ଅଛି, କିନ୍ତୁ ଫିଫ୍ଥ ହାଉସ ର ନିବାସ ସ୍ଥାନ ହଉଛି ଏଟ୍ଥ ହାଉସ। ତେଣୁ ଯେକୌଣସି କର୍ମ କରୁଛନ୍ତି ସେଟା ଧର୍ମୋଚିତ କି ନାହିଁ ସେଟା ଭେରିଫାଇ ନ କରି ନ କରୁଛନ୍ତି, ତାହେଲେ ଆପଣ ହିଁ ଏପଟେ ପ୍ରୋବ୍ଲେମ ରହିବେ। ତ ଆଜିର ସେସନରେ ଆମେ ଜାଣିଲେ ଏଟ୍ଥ ହାଉସ ର ଗୋଟେ ଛୋଟ ଇମ୍ପାକ୍ଟ, କିନ୍ତୁ ସବୁଠୁ ଭୟଙ୍କର ଜିନିଷ ସେଇ ଆମେ ଆଷ୍ଟ୍ରୋଲୋଜି ବି କରୁଛୁ ଏଟ୍ଥ ହାଉସ ରୁ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।